ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 212। ପ୍ରଭୁ ଲେଖୁଛନ୍ତି, କବିମାନେ ମୃତ୍ୟୁ ଏବଂ ବାହ୍ୟ ଦୁଃଖ ଭୋଗକୁ ବଡ଼ ଅତିରଞ୍ଜିତ ଭାବରେ ବର୍ଣ୍ଣନା କରିଥାନ୍ତି। ମାତ୍ର ଆତ୍ମାର ବିଫଳତା ଗୁଡ଼ିକ ହେଉଛି ଜୀବନରେ ଅଭିନୀତ ହେଉଥିବା ଏକମାତ୍ର ଦୁଃଖାନ୍ତ ନାଟକ ଏବଂ ଈଶ୍ୱରତ୍ୱ ପ୍ରାପ୍ତି ଉଦ୍ଦେଶ୍ୟରେ ମନୁଷ୍ୟର ବିଜୟଯୁକ୍ତ ଆରୋହଣ ହେଉଛି ତା ଜୀବନର ଏକମାତ୍ର ମହାକାବ୍ୟ। ଗତକାଲି ଆମେ ଯୋଉ ଗପଟି ଶୁଣୁଥିଲେ, ସେ ଗପଟିରେ ଆପଣ ଦେଖିଲେ ଯେ କବିମାନେ କେମିତି ଟିକେ ଅତିରଞ୍ଜିତ କରିଥାନ୍ତି। ଆଜି ଯୋଉ ଜ୍ଞାନ 212 ପ୍ରଭୁ ଲେଖୁଛନ୍ତି, କବିମାନେ ସାଧାରଣତଃ ମୃତ୍ୟୁ ଏବଂ ବାହ୍ୟ ଦୁଃଖ ଭୋଗକୁ ବଡ଼ ଅତିରଞ୍ଜିତ ଭାବରେ ବର୍ଣ୍ଣନା କରନ୍ତି। ଏଇଟା ଯେମିତି କଥାରେ କୁହନ୍ତି, ଲୋକମାନଙ୍କୁ ଟିକେ ଅଧିକ ଯେମିତି ଭାବପ୍ରବଣ ଯୁକ୍ତ କରେଇବ, ସେଇ ପ୍ରକାରେ ସେମାନେ କଣ କରନ୍ତି, ତାକୁ ଟିକେ ଅତିରଞ୍ଜିତ କରନ୍ତି। ଟିକେ ବୋଲି ନୁହଁ, ଭଲ ଭାବରେ ଅତିରଞ୍ଜିତ କରନ୍ତି। ଏଠି ଗୋଟେ କଥା ହଉଛି, ପୂର୍ବରୁ ଆମେ ପଢିଛନ୍ତି, ଆଲୋଚନା କରୁଥିଲେ, ସେଇମାନେ ହେଉଛନ୍ତି ଅଗ୍ରଗତି ଅଭିମୁଖେ କଳାକାର, ଯେଉଁମାନେ ତାଙ୍କ ଲେଖାରେ, ତାଙ୍କ ଚିତ୍ରରେ, ତାଙ୍କର ଭାବନାର ଯୋଉଭଳି ଭାବରେ ସେ ପରିପ୍ରକାଶ କରୁଛନ୍ତି, ଶିଳ୍ପର ହଉ, ତାହା ଦୁଃଖାନ୍ତ ନ ହେଇ ଆନନ୍ଦ ଆଡକୁ ଯାତ୍ରା କରୁଥିବ। ସବୁବେଳେ ଗୋଟେ ଉତ୍ସାହ, ପ୍ରେରଣା, ଅଗ୍ରଗତି କରିବା ପାଇଁ ଦଉଥିବ। ଏବଂ ଯୋଉ ନାଟକ ବା ଚଳଚ୍ଚିତ୍ର ବି ଯିଏ କରୁଛନ୍ତି, ସେଥିରେ ଯେପରି ଯୋଉମାନେ ବୀର, ଯୋଉମାନେ ସାହସୀ, ଯୋଉମାନେ ଆମର ସାଧାରଣତଃ ଆମେ ହିରୋ ବୋଲି କହୁଛୁ, ସିଏ କେବଳ ସମସ୍ତଙ୍କୁ ମାରିକି ସାବାଡ଼ କରୁନଥିବ ଏବଂ ତଥାକଥିତ ଖଳନାୟକର ମୃତ୍ୟୁ ହେଇଯାଏ, ଯେମିତି ଗୋଟେ ଦୁଃଖାନ୍ତ ବା ମୃତ୍ୟୁରେ ଶେଷ ହଉନଥିବ, ସେମାନେ ପରିବର୍ତ୍ତନ ହେଇଯାଉଥିବେ। ସେମାନଙ୍କ ଭିତରେ ନିଜର ପରିବର୍ତ୍ତନ ହବା ପାଇଁ, ଅଗ୍ରଗତି କରିବା ପାଇଁ ଏକ ଉତ୍ସାହ ଯୋଗାଉଥିବ। ଏଇ ପ୍ରକାରର ନାଟକ ସେମାନଙ୍କର ଯଦି ରଚନାରେ ଆସେ, ତେବେ ତାଙ୍କ ଭିତରେ ସେଇ ନାଟକର ଯିଏ ବି ଶ୍ରୋତା ହୁଅନ୍ତୁ ବା ଦର୍ଶକ ହୁଅନ୍ତୁ, ସେମାନଙ୍କ ଭିତରେ ଅଗ୍ରଗତି କରିବା ପାଇଁ ଗୋଟେ ପ୍ରେରଣା ଆସିବ। ତେବେ ତାହା ହିଁ ଗୋଟେ ରଚନାର ବା ଗୋଟେ କଳାର ଔଚିତ୍ୟ ରକ୍ଷା କରିବ। କିନ୍ତୁ ଯୋଉମାନେ ମୃତ୍ୟୁ ଏବଂ ଦୁଃଖ ଭୋଗକୁ ଅତିରଞ୍ଜିତ କରି ରୁହନ୍ତି, ତେଣୁ ମା କହୁଛନ୍ତି, ସେମାନଙ୍କ କ୍ଷେତ୍ରରେ ଆପଣ ଦେଖିବେ, ତାହା ହଉଛି କଣ, ଆତ୍ମାର ବିଫଳତା ଜୀବନରେ ସେ ଅଭିନୀତ କରିବାକୁ ଯାଉଛନ୍ତି। ତେଣୁ ଏଗୁଡାକ କଣ ହୁଏ, ଦୁଃଖାନ୍ତରେ ପରିସମାପ୍ତି ହେଇଥାଏ। କିନ୍ତୁ ଯୋଉ ନାଟକ ଈଶ୍ୱର ପ୍ରାପ୍ତି ଉଦ୍ଦେଶ୍ୟରେ ମନୁଷ୍ୟର ବିଜୟ ଯୁକ୍ତ ଆରୋହଣ କରୁଥିବ, ତାହା ହିଁ ହଉଛି ମହାକାବ୍ୟ। ମା ତାକୁ କହୁଛନ୍ତି ଯେ ମନୁଷ୍ୟ ପାଇଁ ଯାହା ପ୍ରକୃତରେ ଦୁଃଖାନ୍ତକ, ମନୁଷ୍ୟ ସାଧାରଣତଃ ତା ଦ୍ୱାରା ଆଦୌ ସନ୍ତାପିତ ଅନୁଭବ କରେ ନାହିଁ। ଆପଣାର ଆତ୍ମାକୁ ଲାଭ କରିବା ଓ ତାହାରି ବିଧାନ ଅନୁସାରେ ଜୀବନ ବଞ୍ଚିବାର ବିଫଳତା ହେଉଛି ଜୀବନର ଯଥାର୍ଥ ବିପର୍ଯ୍ୟୟ। କଣ କହିଲେ? ଆପଣାର ଆତ୍ମାକୁ ଲାଭ କରିବା ଓ ତାହାରି ବିଧାନ ଅନୁସାରେ ଜୀବନ ବଞ୍ଚିବାର ଯଦି ବିଫଳତା ଆପଣ ଅର୍ଜନ କଲେ, ବା ଯଦି ଆକ୍ଚୁଆଲି କହିବାକୁ ଗଲେ ଆମେ ବୁଝିବା, ଯଦି ଆମେ ଯଦି ଆତ୍ମାକୁ ଲାଭ କରିବା ପାଇଁ ବଞ୍ଚୁନାହାନ୍ତି ଏବଂ ଆତ୍ମାର ବିଧାନ ଅନୁସାରେ ପରିଚାଳିତ ହେବା ପାଇଁ ବଞ୍ଚୁନାହାନ୍ତି, ପ୍ରୟାସ କରୁନାହାନ୍ତି, ତେବେ ଆମ ଜୀବନରେ ବିପର୍ଯ୍ୟୟ ଘଟିଛି ବୋଲି ଆମେ ଜାଣିବା। ମାଙ୍କର ଲେଖା କହୁଛି, ଆଉଥରେ ପଢୁଛି, କହୁଛନ୍ତି, ଆପଣାର ଆତ୍ମାକୁ ଲାଭ କରିବା ଓ ତାହାରି ବିଧାନ ଅନୁସାରେ ଜୀବନ ବଞ୍ଚିବାର ବିଫଳତା ହେଉଛି ଜୀବନର ଯଥାର୍ଥ ବିପର୍ଯ୍ୟୟ। ଯଦି ଆମେ ବିଫଳ ଅର୍ଜନ କଲେ, ବଞ୍ଚିଲେ ନାହିଁ,
ବା ବଞ୍ଚି ପାରିଲେ ନାହିଁ, ଦିଟା ଯାକ। କାରଣ ବିଫଳ ସେତିକି ବେଳେ ହୁଏ ଯେତେବେଳେ ଆମେ ବଞ୍ଚି ପାରିଲେ ନାହିଁ। ଯଦି ଆପଣ ବିଫଳତା ଅର୍ଜନ କରୁଛନ୍ତି ତେବେ ତାହା ଜୀବନର ଯଥାର୍ଥ ବିପର୍ଯ୍ୟୟ ହେଲା। ସତ କଥା କହିବାକୁ ଗଲେ ନିଜର ଆତ୍ମା ବା ଚୈତ୍ୟ ସତ୍ତା ବିଷୟରେ ସଚେତନ ନହେବା ଏବଂ ଆପଣାର ଜୀବନରେ କେବଳ ତାହାରି ନିର୍ଦ୍ଦେଶରେ ହିଁ ନିଜକୁ ପରିଚାଳିତ ନ କରିବା, ଏହା ହିଁ ହେଉଛି ଜୀବନର ଏକମାତ୍ର ଦୁଃଖ ଭୋଗ। କଣ କହିଲେ? ଆତ୍ମା ଦ୍ୱାରା ବା ଚୈତ୍ୟ ସତ୍ତା ସମ୍ପର୍କରେ ସଚେତନ ନହେବା, ତା ଦ୍ୱାରା ଲେଖୁଛନ୍ତି କେବଳ ତାହାରି ନିର୍ଦ୍ଦେଶରେ ହିଁ ନିଜକୁ ପରିଚାଳିତ ନ କରିବା। ଯଦି ତା ନିର୍ଦ୍ଦେଶ ବ୍ୟତିରେକ ନିର୍ଦ୍ଦେଶରେ ହିଁ ମାନେ କେବଳ ତାରି କଥା ମାନିବେ, ଆଉ କାହା କଥା ନୁହଁ। ତାଙ୍କରି ନିର୍ଦ୍ଦେଶରେ ହିଁ ନିଜକୁ ପରିଚାଳିତ ଆମେ କରୁନାହୁଁ, ତାହେଲେ ଜୀବନର ଦୁଃଖ ଭୋଗ ଆଠାରୁ ଆଉ କିଛି ଅଧିକ ନାହିଁ। ଆପଣାର ଆତ୍ମାର ପରିଚୟ ପାଇବା ପୂର୍ବରୁ ଏବଂ ତାହାରି ବିଧାନ ଅନୁସାରେ ଆପଣାର ଜୀବନକୁ ବଞ୍ଚି ପାରିବା ପୂର୍ବରୁ ଏହି ସଂସାରରୁ ବିଦାୟ ନେଇ ଚାଲିଯିବା, ତାହା ହିଁ ପ୍ରକୃତ ବିଫଳତା। ସରଳ ଭାଷାରେ କହିଲେ, ଯଦି ଏଇ ଜୀବନ ଭିତରେ ଆମେ ଚୈତ୍ୟ ଆବିଷ୍କାର ନ କରିପାରିଲେ, ଏଇ ଜୀବନ ଭିତରେ ଆମେ ଯଦି ଚୈତ୍ୟ ସତ୍ତା ଦ୍ୱାରା ପରିଚାଳିତ ନ ହେଇପାରିଲେ, ତେବେ ଜୀବନଟି ଆମର ବ୍ୟର୍ଥ ଗଲା ବୋଲି ଜାଣ। ଜୀବନଟା ବ୍ୟର୍ଥ ଗଲା ବୋଲି ଜାଣ। ମା କହୁଛନ୍ତି ତାହା ହିଁ ପ୍ରକୃତ ବିଫଳତା। ଏବଂ ଆପଣା ଭିତରେ ଦିବ୍ୟ ପରମ ସତ୍ତାଙ୍କର ପରିଚୟ ଲାଭ କରିବା ଏବଂ ତାଙ୍କରି ବିଧାନ ଅନୁସାରେ ନିଜ ଜୀବନକୁ ବଞ୍ଚିବା, ଏହା ହିଁ ହେଉଛି ଯଥାର୍ଥ ମହାକାବ୍ୟ, ଏହା ହିଁ ଯଥାର୍ଥ ଗୌରବ। ଏ ବିଷୟରେ ବହୁତ ଆଲୋଚନା ହେଲାଣି। ସହଜ ସରଳ ଉପାୟ ହେଉଛି ଚାରି ପ୍ରକାର କହିଛନ୍ତି: ଅବଲୋକନ, ସତର୍କ, କର୍ତ୍ତୃତ୍ୱ, ପ୍ରଭୁତ୍ୱ। ଅବଲୋକନ କରିବେ, ଦେଖିବେ ଗୋଟି ଗୋଟି କରି। ଦେଖିଲା ବେଳେ ଯେତେବେଳେ ଆମେ ଦେଖୁଛୁ, ଆମେ ନିରୀକ୍ଷଣ କରିବା, ପର୍ଯ୍ୟବେକ୍ଷଣ କରିବା, ସେ ସମୟରେ ଦୁଇଟି ଜିନିଷ ଏକାନ୍ତ ପ୍ରয়োଜନ। ଗୋଟିଏ ହେଉଛି ନିଷ୍ଠାପର ଭାବରେ, ନିରପେକ୍ଷ ଭାବରେ ଆପଣ ଦେଖିବେ। ନିଷ୍ଠାପର ଭାବରେ ଦେଖିବେ, ନିରପେକ୍ଷ ଭାବରେ ଦେଖିବେ। ନିରପେକ୍ଷ କାହିଁ କୁହାହଉଛି? କଣ ହୁଏ, ଆମର ରୁଚି ଅନୁସାରେ ଆମେ ଯେପରି ଖାଦ୍ୟକୁ କହୁ ଭଲ ଖାଦ୍ୟ ବା ଖରାପ ଖାଦ୍ୟ, ଆମର ଜିହ୍ବାର ଲାଳସାକୁ ଯଦି ଚରିତାର୍ଥ କରେ ଆମେ କହୁ ଭଲ ରୋଷେଇ ହେଇଛି। ଯଦି ମୋ ଜିହ୍ବା ଲାଳସା, ମୋ ରୁଚି, ମୋର ଯୋଉ ସ୍ୱାଦ ତାକୁ ଚରିତାର୍ଥ ନ କଲା, ମୋର ଯୋଉ ସ୍ୱାଦ ପ୍ରତି ଯୋଉ ମୋର ଗୋଟେ ଆସକ୍ତି ରହିଛି ଯୋଉ ସ୍ୱାଦ ପ୍ରତି, ତାକୁ ଯଦି ଚରିତାର୍ଥ ନ କଲା, ତେବେ ମୁଁ ତାକୁ ସାଧାରଣତଃ କହେ ଅସ୍ୱାଦୁକର। ଇଏ ହଉଛି ପକ୍ଷପାତିତା। ତେଣୁ ନିଷ୍ଠାପର ଭାବରେ, ନିରପେକ୍ଷ ଭାବରେ ମୁଁ ଦେଖିବି ଘଟଣା। ତା ସହିତ ଦ୍ୱିତୀୟ ହେଲା କଣ? ନିରନ୍ତର ଅପ୍ରତିହତ ଆସ୍ପୃହା ରଖିବି। ନିରନ୍ତର ଅପ୍ରତିହତ ଆସ୍ପୃହା ରଖିବି ଯେ ମୁଁ ଚୈତ୍ୟ ସତ୍ତା ଦ୍ୱାରା ପରିଚାଳିତ ହେବି, ଚୈତ୍ୟ ସତ୍ତାକୁ ସମ୍ମୁଖକୁ ଆଣିବି, ଚୈତ୍ୟ ସତ୍ତା ଦ୍ୱାରା ପରିଚାଳିତ ହେବି। ଏଇ ଆସ୍ପୃହା ସହିତ ନିଷ୍ଠାପର ଭାବରେ, ନିରପେକ୍ଷ ଭାବରେ ପ୍ରତ୍ୟେକ ଘଟଣାକୁ ଅବଲୋକନ କରିବି, ଦେଖିବି। ଦେଖିଲା ବେଳେ ସେଥିପାଇଁ କହନ୍ତିନି, ଇଣ୍ଟରଭ୍ୟୁ ଯେତେବେଳେ ହୁଏ ସେତେବେଳେ ଅଲରେଡି ମୋର ଯାହାକୁ ଇଣ୍ଟରଭ୍ୟୁ ରେ ସିଲେକ୍ଟ କରିବା କଥା, ବେଳେ ବେଳେ ଉପରୁ ନିର୍ଦ୍ଦେଶ ଆସି ସାରିଥାଏ, ସିଏ ସିଲେକ୍ସନ ହେଇ ସାରିଛି। ଆଉ ଯୋଉ ସିଲେକ୍ସନ ର ପ୍ରୋସିଜିଅର ଚାଲିଛି,
ତାହା କେବଳ ଲୋକ ଦେଖାଣିଆ ଔପଚାରିକତା। ଇଣ୍ଟରଭ୍ୟୁ ହେଲା, ଅମୁକ ପିଲାଟି ସିଲେକ୍ଟ। ସିଙ୍ଗିଲ ଡକା ହଉଛି ଇଣ୍ଟରଭ୍ୟୁରେ, ଇଣ୍ଡିଭିଜୁଆଲ ଡକା ହଉଛି। କାହାକୁ କଣ ପଚରା ହେଲା କିଏ ଜାଣୁଛି? ତେଣୁ କେବଳ ଔପଚାରିକତାରେ କାର୍ଯ୍ୟ ଚାଲିଛି, କିନ୍ତୁ ଯାହାକୁ ମୁଁ ସିଲେକ୍ଟ କରିବା କଥା କରିସାରିଛି। ଏଇ ପ୍ରକାରର ହେଲେ ଆପଣଙ୍କ ଭିତରେ, ତ ଆରମ୍ଭରୁ କହିଲେ ଇଏ ସବୁ କହିଲେନି, ଏଇ ପ୍ରକାର ଯଦି ଗତିବୃତ୍ତି ରହିଛି, ତେବେ ସେମାନଙ୍କ ଭିତରେ ଦେଇ ମା ନିଜେ କହିଲେ, ମୁଁ ସେମାନଙ୍କ ମଧ୍ୟ ଦେଇ କାର୍ଯ୍ୟ କରିପାରେ ନାହିଁ। ଅଲରେଡି ଆମେ ପଢିଛନ୍ତି ଡାଇରେକ୍ଟ ଲେଖା। ତାପରେ କହିଥିଲେ ସେମାନଙ୍କ ମଧ୍ୟ ଦେଇ ଅତିମାନସ ଶକ୍ତି, ସେମାନଙ୍କ ମଧ୍ୟରେ ଅତିମାନସ ଶକ୍ତି ସଞ୍ଚାରିତ ହୋଇପାରେ ନାହିଁ। ତେଣୁ ତାଙ୍କ ଜୀବନ ଦୁଃଖ ଭୋଗ ଜୀବନ ନୁହଁ ତ, ଜୀବନର ବିଫଳତା ବା ବିପର୍ଯ୍ୟୟ ନୁହଁ ତ ଆଉ କଣ? ତାପରେ କହିଲେ, ତେଣୁ ଯଦି ମୁଁ ଚାହୁଁଛି ଦିବ୍ୟ ପରମ ସତ୍ତାଙ୍କର ପରିଚୟ ଲାଭ କରିବି, ତାଙ୍କ ବିଧାନ ଅନୁସାରେ ବଞ୍ଚିବି, ସେଇଟା ହଉଛି ମହାକାବ୍ୟ ଯଥାର୍ଥ ଗୌରବ। ତାହେଲେ ଅବଲୋକନକୁ ମତେ ଆଗ ନିରପେକ୍ଷ କରିବାକୁ ପଡିବ, ନିଷ୍ଠାପର କରିବାକୁ ପଡିବ, ଆସ୍ପୃହା ଯୁକ୍ତ କରିବି, ଯେପରି କେବଳ ଆତ୍ମା ଦ୍ୱାରା ପରିଚାଳିତ ହେବେ। ଦ୍ୱିତୀୟଟି କଣ କହିଥିଲେ? ସତର୍କ ହେବେ। ଖାଲି ଦେଖି ଦେଇକିରି ନୀରବ ରହି ବସି ପଡିଲେ ହବ ନାହିଁ। ସତର୍କ ହେବେ ଯେ କୋଉ ଘଟଣାବଳୀ, କୋଉ ଗୁଣାବଳୀ, କୋଉ ମୋର ଯୋଉ ସାମର୍ଥ୍ୟ ଯୋଉ ପରିପ୍ରକାଶ ହଉଛି ବା ପରିପ୍ରକାଶ ହବ, ତାହା ଅଗ୍ରଗତି ଅଭିମୁଖୀ, ତାକୁ ଗ୍ରହଣ କରିବି, ତାକୁ ରଖିବାକୁ, ଏବଂ ଯୋଉ ଗୁଡିକ ତାକୁ ବିରୋଧ କରୁଛି, ପ୍ରତିରୋଧ କରୁଛି, ତାକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ସତର୍କ ହେବେ। ଏଇ କାର୍ଯ୍ୟଟି କରି ଚାଲିଲେ କଣ ହବ ନା, ତାପର ଷ୍ଟେପ ଟା ଆସିବ, କର୍ତ୍ତୃତ୍ୱ ହାସଲ କରିବ। କର୍ତ୍ତୃତ୍ୱ ହାସଲ ଆସିବ। କର୍ତ୍ତୃତ୍ୱ ହାସଲ ଆସିଲା ବେଳେ ଆମକୁ ଦେଖାଯିବ, ଜଣା ପଡିଯିବ ଯେ ସବୁ ଘଟଣା ଉପରେ, ସବୁ କାର୍ଯ୍ୟ ଉପରେ, ସବୁ ଗତିବୃତ୍ତି ଉପରେ କର୍ତ୍ତୃତ୍ୱ ହାସଲ ମୋର ସାମର୍ଥ୍ୟ ଅନୁସାରେ ହୋଇପାରୁନାହିଁ। ହୋଇପାରୁ ନାହିଁ। ସେତେବେଳେ ମାଙ୍କର କୃପା କରୁଣା ହିଁ ଏକମାତ୍ର ଏକମାତ୍ର ସମ୍ବଳ। ଏଇଟା ମୋ ଭିତରେ ସେତେବେଳେ ଅନୁଭବ ଆସିବ। ସେତେବେଳେ ମୁଁ ଯୋଉ ଆସ୍ପୃହା ରଖି ରଖି ଚାଲିଥିଲି, ସେ ଆସ୍ପୃହା ନିଆଁ ଧରିଲା, ଅଗ୍ନି ଧରିଲା। ଯେତେବେଳେ ଅନୁଭବ ଆସିଗଲା, ସେତେବେଳେ ଦେଖିବେ ଆପଣଙ୍କର ଆସ୍ପୃହାଟି ଅପ୍ରତିହତ ହେଇଗଲା, ହେଇଯିବ। ତାପରେ ହେଇଗଲା ପରେ କଣ ହବ ନା, ପ୍ରଭୁତ୍ୱ ହାସଲ ହବ। ପ୍ରଭୁତ୍ୱ ହାସଲ ହେଲେ ବା ଏଇ ଯୋଉ ପ୍ରୋସେସ ଭିତରେ ଧୀରେ ଧୀରେ ଦେଖିବେ କେତେ ଗୁଡିଏ ଜିନିଷ ନିହାତି ଆବଶ୍ୟକ। ଅପ୍ରତିହତ ରଖିବା ପାଇଁ, ନିଷ୍ଠା ଯୁକ୍ତ କରିବା ପାଇଁ, ସତର୍କ ହବା ପାଇଁ, ପ୍ରତ୍ୟାଖ୍ୟାନ କରିବା ପାଇଁ, ଗ୍ରହଣ ପ୍ରକୃତ ଅଗ୍ରଗତି ଅଭିମୁଖୀ ଘଟଣାବଳୀ କଥାକୁ ବା କାର୍ଯ୍ୟକୁ ଗ୍ରହଣ କରିବା ପାଇଁ, ମୋ ଭିତରେ ଗ୍ରହଣଶୀଳତା ବୃଦ୍ଧି କରିବା ପାଇଁ ସହାୟକ ବସ୍ତୁ ଗୁଡିକ ମତେ ଜଣା ପଡିବ। ବା ଯଦି ମୁଁ ଆଗରୁ ଅଲରେଡି ଜାଣୁଛନ୍ତି, ମା କହିଛନ୍ତି, ତେଣୁ ତାକୁ ପ୍ରାକ୍ଟିସ କରିବେ। କଣ ନା, ନାମ ଜପ କରିବା, ନିରନ୍ତର ନାମ ଜପ କରିବା। ପ୍ରତ୍ୟେକ କାର୍ଯ୍ୟ ଆରମ୍ଭରେ, କାର୍ଯ୍ୟ ମଧ୍ୟରେ, କାର୍ଯ୍ୟ ଶେଷ ହେବା ପରେ, ସବୁ ସମୟରେ ତାଙ୍କ ପ୍ରତି କୃତଜ୍ଞ ହେଇ, ତାଙ୍କୁ ସ୍ମରଣ କରି, ତାଙ୍କରି ଉଦ୍ଦେଶ୍ୟରେ, ତାଙ୍କରି ପାଇଁ ସମର୍ପଣ କରି କାର୍ଯ୍ୟଟିକୁ କରିଚାଲିଥିବି। ଭାବନା ଆସିଲା ବା ଧାରଣା ଆସିଲା, ସବୁ କିଛିକୁ ନେଇକି ତାଙ୍କ ପାଖରେ ସମର୍ପଣ କରିବି, ତାକୁ ଚେଷ୍ଟା ଚାଲିଥିବ। ନିରନ୍ତର ନିରନ୍ତର ନାମ ଜପ, ଯାନ୍ତ୍ରିକ ଭାବରେ ହଉ ବା ତା ସହିତ ମନ ମଧ୍ୟରେ। ସେଥିପାଇଁ ନାମ ଜପ କରିବା ପାଇଁ ଆମେ ବାବାଜୀ ମହାରାଜଙ୍କର କଥା ଗୁଡା ସବୁ ପଢିଛନ୍ତି। ମା କହୁଛନ୍ତି, ବାବାଜୀ ମହାରାଜ କହୁଛନ୍ତି ଯେ ତୁମେ ଯେତେବେଳେ ଏକାକୀ ଅଛ, ସେତେବେଳେ ପାଟିରେ ଜପ କର। ଯଦି କାହା ସହିତ କଥା ହଉଛ, ଯେହେତୁ କଥା ହଉଛ, ତେଣୁ ପାଟିରେ ଜପ ନ କରି ଭିତରେ ଜପ କର। କଥା ସରିଲା ସାଙ୍ଗେ ସାଙ୍ଗେ ଜପ ଷ୍ଟାର୍ଟ କର।
ଯୋଉ ସମୟରେ ଯେତେବେଳେ ଯୋଉଠି ପାର୍ଟି ଇନଭଲ୍ଭ ନାହିଁ ତେବେ ତୁମେ ଜପ କରି ଚାଲ। ଖାଇଲା ବେଳେ ଭିତରେ ଜପ କର। ତେଣୁ ଜପ ନିରନ୍ତର କରି। ଆଜି ଆମେ ପଢୁଥିଲୁ ମହାରାଜ କହୁଛନ୍ତି ତା ପ୍ରତ୍ୟେକ ଦିନ କିଛି ସମୟ ଧ୍ୟାନ ମଧ୍ୟ କର। ମାଙ୍କୁ ଶକ୍ତିକୁ ମାଙ୍କୁ ନିଜ ଭିତରେ କାର୍ଯ୍ୟ କରିବା ପାଇଁ ଆହ୍ୱାନ କର ଏବଂ ନିୟମିତ ଭାବରେ ମାଙ୍କର ବା ପ୍ରଭୁଙ୍କର ସୁହସ୍ତ ଲିଖିତ ଗ୍ରନ୍ଥ ନିଶ୍ଚୟ ଅଧ୍ୟୟନ କରିବେ। ନିଶ୍ଚୟ ଅଧ୍ୟୟନ କରିବେ। ପ୍ରତ୍ୟେକ ମୁହୂର୍ତ୍ତରେ ଗ୍ରହଣଶୀଳ ହବା ପାଇଁ ନାମ ଜପ ଏବଂ ସ୍ୱ ମହାପ୍ରଭୁଙ୍କର ସ୍ୱରଚିତ ଗ୍ରନ୍ଥ ଅଧ୍ୟୟନ ନିହାତି ଆବଶ୍ୟକ। ଏଇ ପ୍ରକାରର କିଛି କିଛି ଜିନିଷ ଆମକୁ ସହାୟକ ହବ। ଅନ୍ୟ ଯାହା ଯେତେବେଳେ ଆମର ପ୍ରେରଣା ଅନୁସାରେ କାର୍ଯ୍ୟ ଆମେ କଲା ବେଳେ ଆମକୁ କୋଉଟା କାର୍ଯ୍ୟ କରିବାକୁ ହବ କୋଉଟା କାର୍ଯ୍ୟ ନ କରିବାକୁ ଯାହା ପ୍ରେରଣା ଆସିବ ସେ ଅନୁସାରେ ଆମେ କାର୍ଯ୍ୟ କରିବା। ଜ୍ଞାନ 213 ହୃଦୟ ଏବଂ ଶରୀରର କ୍ଷେତ୍ରରେ ଯେଉଁ ସବୁ ଦୁଃଖ ଭୋଗିବାକୁ ହୋଇଥାଏ ତାହା ହେଉଛି ସାନ ପିଲାମାନଙ୍କର ନିଜର ସାନ ସାନ ଦୁଃଖ ଏବଂ ଭାଙ୍ଗି ଯାଇଥିବା ଖେଳଣା ଗୁଡ଼ିକ ହେତୁ ରୋଦନ ସହିତ ସମାନ। ତୁମ ନିଜ ଭିତରେ ମୁରୁକି ହସୁଥିବ ମାତ୍ର ପିଲାମାନଙ୍କୁ ସାନ୍ତ୍ୱନା ଦେଉଥିବ ଏବଂ ଯଦି ପାରିବ ସେମାନଙ୍କ ଖେଳରେ ମଧ୍ୟ ଯୋଗ ଦେବ। କଣ କହିଲେ? ହୃଦୟ ଏବଂ ଶରୀର କ୍ଷେତ୍ରରେ ଯେଉଁ ସବୁ ଦୁଃଖ ଭୋଗ ହୋଇଥାଏ ତାହା ହେଉଛି ସାନ ପିଲାମାନଙ୍କର ନିଜର ସାନ ସାନ ଦୁଃଖ ଏବଂ ଭାଙ୍ଗି ଯାଇଥିବା ଖେଳଣା ଗୁଡ଼ିକ ହେତୁ ରୋଦନ ସହିତ ସମାନ। ତୁମେ ନିଜ ଭିତରେ ମୁରୁକି ହସୁଥିବ ମାତ୍ର ପିଲାମାନଙ୍କୁ ସାନ୍ତ୍ୱନା ଦେଉଥିବ ଏବଂ ଯଦି ପାରିବ ସେମାନଙ୍କ ଖେଳରେ ମଧ୍ୟ ଯୋଗ ଦେବ। ଯେହେତୁ ମନୁଷ୍ୟର ଚେତନା ସଂକୀର୍ଣ୍ଣ ତେଣୁ ଯେତେବେଳେ ବାହ୍ୟ ଘଟଣା ତାର ଇଚ୍ଛାନୁରୂପ ହୁଏ ନାହିଁ କିମ୍ବା ସିଏ ଯେତେବେଳେ ଆସ୍ପୃହା କରିଥାଏ ଉଚ୍ଚତର ଜୀବନ ପାଇଁ ସେତେବେଳେ କଣ ହୁଏ? ଯଦି ତା ଭିତରେ କିଛି ଦୁଇ ପ୍ରକାରର ଦ୍ୱନ୍ଦ୍ୱ ଉଠେ ଅନ୍ତର ବା ଭିତରେ ମୁଁ ଗୋଟେ ଆସ୍ପୃହା ରହେ ଏବଂ ବାହାରେ କିନ୍ତୁ ପରିପ୍ରକାଶ କରିବା ପାଇଁ ବା ସେଥିରେ ବଞ୍ଚିବା ପାଇଁ ମୁଁ ଚେଷ୍ଟା ନ କରେ ତେବେ କଣ ହୁଏ? ଗୋଟେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। ସେ ଦ୍ୱନ୍ଦ୍ୱ ଫଳରୁ ମଧ୍ୟ ଶରୀର ରୋଗଗ୍ରସ୍ତ ହୋଇପାରେ। ତେଣୁ ସେତେବେଳେ ତାକୁ ଭାବି ନିଜେ ହତାଶ ବିଷାଦ ହବାଟା ଗୋଟେ ପିଲାଳିଆ। ସେଠି ବଡ ଲୋକମାନେ ଯାହା କରିଥାନ୍ତି ମା କହୁଛନ୍ତି ପ୍ରଭୁ କହୁଛନ୍ତି ତୁମେ ସେଇଭଳି କଣ କରିବ? ବଡ ଲୋକମାନେ କଣ କରନ୍ତି? ସାନ ପିଲାମାନଙ୍କର ଖେଳରେ ସେ ଯୋଉ ଭାଙ୍ଗିଗଲା ବୋଲି ମନ ଦୁଃଖ କରୁଥାନ୍ତି କରିଥାନ୍ତି ସେ ତାକୁ ସାନ୍ତ୍ୱନା ଦିଅନ୍ତି କିନ୍ତୁ ନିଜେ ହସୁଥାନ୍ତି। କାହିଁ ହସୁଥାନ୍ତି? ଆଉ ଛୋଟିଆ କଥାଟା ପାଇଁ କାଁ ଛୁଆଟା ଏମିତି ହଉଛି ଗୋଟେ ମନେ ମନେ ଗୋଟେ ଲାଗେ ଏଇ କଥା ପାଇଁ ହସୁଛନ୍ତି ଏଇ କଥା ପାଇଁ ମାନେ ମାଡ ଲାଗୁଛନ୍ତି। ସେହି ପ୍ରକାରର ଏକ ଉଚ୍ଚତର ଜ୍ଞାନ ଯୁକ୍ତ ବା ପ୍ରଜ୍ଞା ଯୁକ୍ତ ଭାବ ରଖି ତାକୁ ସମ୍ମୁଖୀନ ହେବେ। ସାନ୍ତ୍ୱନା ଦେବେ ଯୋଉଟା କହୁଛନ୍ତି ତାମାନେ ସମ୍ମୁଖୀନ ହେବେ। ତାପରେ କହୁଛନ୍ତି ଯଦି ପାରିବ ସେମାନଙ୍କ ଖେଳରେ ମଧ୍ୟ ଯୋଗ ଦେବ। ଯେ ଏଇଟା ଯେମିତି ଆମେ ଭାବିବା ଶ୍ରୀକୃଷ୍ଣ ସବୁ ଜାଣୁଛନ୍ତି ସବୁ କରୁଛନ୍ତି ପିଲାଙ୍କ ସହିତ ସେଇ ଅଜ୍ଞାନତା ଯୁକ୍ତ ଖେଳରେ ଲୁଚକାଳି ଖେଳୁଛନ୍ତି କିଏ କୋଉଠୁ ଲୁଚି ଗଲା ମାଟି କାଦୁଅ ସବୁ ଚାଲିଛି। ମା କହୁଛନ୍ତି ମନୁଷ୍ୟର ଚେତନା ଯେତେବେଳେ ସଂକୀର୍ଣ୍ଣ ହୋଇ ରହିଥାଏ ସେତେବେଳେ ତାହା ଯେଉଁ ସବୁ ଘଟଣା ଦିବ୍ୟ ପରମ ଚେତନା ଲାଗି କେବଳ ସାଧାରଣ ବିବର୍ତ୍ତନର ଧାରା ମଧ୍ୟରେ ହିଁ ଗତି ସ୍ପନ୍ଦନ ହୋଇ ରହିଥାଏ ସେଇଗୁଡାକରୁ ହିଁ ନାନା ବିପର୍ଯ୍ୟୟର ସୃଷ୍ଟି କରିବାରେ ଲାଗିଥାଏ। ମାତ୍ର ଏଇ କଥାଟି ଦୃଷ୍ଟିଗୋଚର ହେଉଥିବା ସମୟରେ ମଧ୍ୟ ଯେଉଁମାନେ ତଥାପି ଅଜ୍ଞାନର କବଳ ମଧ୍ୟରେ ଅବସ୍ଥାନ କରୁଛନ୍ତି ସେମାନଙ୍କ ପ୍ରତି ଆମର ଅବଶ୍ୟ ଗଭୀର ସହାନୁଭୂତି ରହିବ। ଯୋଉମାନେ ଏବେ ବି ଅଜ୍ଞାନ ଭାବରେ
ତାରି ଭିତରେ ବସବାସ କରୁଛନ୍ତି, ସେମାନଙ୍କ ପ୍ରତି ଆପଣ ସହାନୁଭୂତି ରଖିବେ। ସେଇ ଆମକୁ ସେଇ ସହାନୁଭୂତି ଦେଖିବାକୁ ହିଁ ପଡିବ। ଏ ସେମାନେ ଛୋଟ ପିଲା ଭଳିଆ। ଏଇଠି ଯେତେବେଳେ ଆମେ ସବୁ ଛୋଟ ଛୋଟ ପିଲା ହେଇଥାଉ, ଯଦି ବଡ ମାନେ ଆମର କୌଣସି କାର୍ଯ୍ୟ, ମତେ ଲାଗୁଛି ଯେ ମୋର ଭୁଲ ନାହିଁ, ମତେ ଯେତେବେଳେ ଗାଳି ଦଉଛନ୍ତି, ସେତେବେଳେ କଣ ହୁଏ, ଗୋଟେ ଭିତରେ ପ୍ରତିକ୍ରିୟାଶୀଳ ଆସେ। ଆମେ ସେ ସମୟରେ କଣ ଏତେ ବଡ ବଡ ଲୋକ ହେଇକି ଏତିକି କଥା ବୁଝି ପାରୁନାହାନ୍ତି, ଗୋଟା କଥାଟା ଜାଣି ପାରୁନାହାନ୍ତି, ଇତ୍ୟାଦି ଇତ୍ୟାଦି ହେଇକି ଆମ ଭିତରେ ତାଙ୍କ ପ୍ରତି ପ୍ରତିକ୍ରିୟାଶୀଳ ଆସେ। ସେଇ ସମୟରେ ଯଦି ଆମର ଅନୁଶୀଳନ ଠିକ ଅଛି, ସେଇ ବ୍ୟକ୍ତି ମାନେ ଯୋଉମାନେ ଟିକେ ବି ଜ୍ଞାନ ଯୁକ୍ତ ହେଇଥାନ୍ତି, ସେମାନେ ମନେ କରନ୍ତି ବା ମନେ କରିବା ଉଚିତ ବା ଜାଣି ରଖିବା ଉଚିତ ଯେ ବୟସରେ ଅଧିକ ଯିଏ ଅଛି, ସିଏ ଯେ ଉପଲବ୍ଧି ବା ଜ୍ଞାନରେ ଅଧିକ ଉନ୍ନତି କରିଛି ବା ଅଗ୍ରଗତି କରିଛି, ଏ ପ୍ରକାର ଭାବିବାଟା ହଉଛି ଆମର ଏକ ମୂର୍ଖାମି। ତେଣୁ ସେତେବେଳେ ସେମାନେ ପ୍ରକୃତରେ ଛୋଟ ପିଲା ଭଳିଆ, କାହିଁକି ନା ସେମାନଙ୍କର ଜ୍ଞାନ ଏପର୍ଯ୍ୟନ୍ତ ବୃଦ୍ଧି ହେଇନାହିଁ, ସେମାନଙ୍କର ସେ ଅନୁଭୂତି ଆସିନାହିଁ। ତେଣୁ ସେମାନଙ୍କ ପ୍ରତି ସହାନୁଭୂତିଶୀଳ ରହିବେ, ଯେପରି ଆମେ ପିଲାମାନଙ୍କ ପ୍ରତି ସହାନୁଭୂତିଶୀଳ ହେଇଥାଉ, ତାଙ୍କୁ ସାନ୍ତ୍ୱନା ଦଉଥାଉ। ଆଉ ଗୋଟିଏ ଦୃଷ୍ଟିକୋଣରେ ଆପଣ ବିଚାର କରିବା, ଯଦି ଟିକେ ତାର୍କିକ ବା ଯୁକ୍ତିଯୁକ୍ତ ଭାବରେ ଗ୍ରହଣ କରିବା ବା ବୁଝିବାକୁ ଚେଷ୍ଟା କରିବା, ମନୁଷ୍ୟ ଚୈତ୍ୟ ଆବିଷ୍କାର କରିବା ପାଇଁ ଯଦି ଜଣଙ୍କ ଭିତରେ ଆସ୍ପୃହା ତୀବ୍ର ହେଇଛି, ତେବେ ସିଏ ଗୋଟିଏ ଜନ୍ମର, ତାପରେ ତ ବର୍ଣ୍ଣନା କରି ଦରକାର ପଡ଼ିଲେ ଏବେ ଏହି କ୍ଷଣି ପ୍ରାପ୍ତ କରିବ। ଆମେ ଗୋଟେ ଓଭରଲି ଗୋଟେ ଭାବିବା ଖାଲି ଉଦାହରଣ ପାଇଁ, ମନେ କରାଯାଉ ଆସ୍ପୃହା ତୀବ୍ର କରିଛି, ସେ ଗୋଟିଏ ଜନ୍ମରେ ଚୈତ୍ୟସତା ଆବିଷ୍କାର କରିଛି ଏବଂ ଆବିଷ୍କାର କରି ସେ ଅଗ୍ରଗତି କରିଛି। ତେବେ ଦ୍ୱିତୀୟ ଜନ୍ମ ବେଳକୁ ନିଶ୍ଚୟ ନିଶ୍ଚୟ ବର୍ତ୍ତମାନ କହିବାକୁ ଗଲେ ତାର କ୍ଲାସ 2 ହେଇଗଲା, କ୍ଲାସ 1 ହେଇଗଲାଣି, ଆଡମିସନ କରିଥିଲା କ୍ଲାସ 1 ରେ ଏବଂ ଚୈତ୍ୟସତା ଆବିଷ୍କାର କରିଦେଲା, ତେଣୁ ପାସ୍ ହେଇଗଲା। ଆ ପୂର୍ବରୁ ପଢିଲେ ଯଦି ଚୈତ୍ୟ ଆବିଷ୍କାର କରିନାହାନ୍ତି, ଚୈତ୍ୟ ସତ୍ତା ଦ୍ୱାରା ପରିଚାଳିତ ହେଇନାହାନ୍ତି, ତାହେଲେ ଜୀବନଟି ବ୍ୟର୍ଥ ହେଇଗଲା। ତାମାନେ ପାଠ ପଢିବାକୁ ଆଇଥିଲେ ଫେଲ ହେଇଗଲେ। ବର୍ତ୍ତମାନ 1 କ୍ଲାସରେ ମୁଁ ଚୈତ୍ୟସତା ଆବିଷ୍କାର କରିଦେଲି, ଚୈତ୍ୟସତା ଦ୍ୱାରା ପରିଚାଳିତ ହବା ଆରମ୍ଭ ହେଇଗଲା। ତେବେ 1 କ୍ଲାସ ମୋର ପରୀକ୍ଷା ପାସ୍ କରିଗଲି। ତେବେ ବର୍ତ୍ତମାନ ନେକ୍ସଟ ଜନ୍ମରେ ମୋର କ୍ଲାସ 2 ଷ୍ଟାଣ୍ଡାର୍ଡ 2, ଯଦି ମୁଁ ଏ ଜନ୍ମରେ ଚୈତ୍ୟସତା ଆବିଷ୍କାର କରିପାରିଲି ନାହିଁ, ତା ପର ବର୍ଷରେ ଚୈତ୍ୟସତା ଆବିଷ୍କାର କରିପାରିଲି ନାହିଁ, ତା ପର ବର୍ଷ ଚୈତ୍ୟସତା ଆବିଷ୍କାର, ତା ପର ବର୍ଷ ମାନେ ତା ପର ଜନ୍ମ, ଏଇଭଳିଆ 5ଟା ଜନ୍ମ ମୁଁ ଚୈତ୍ୟସତା ମନେ କରାଯିବ ଆବିଷ୍କାର କରିପାରି ନାହିଁ। ତେବେ ମୁଁ ଜାଣିକି 1 କ୍ଲାସରେ 5 ଥର ଫେଲ ହେଲି, ତାହେଲେ ସେଇ କ୍ଲାସ 1 ଆଉ କ୍ଲାସ 2 ହେଲାଣି କଣ? ବୟସ ବଢି ଯାଇଛି। ଯୋଉ ଲୋକଟି ଜନ୍ମ ଗ୍ରହଣ କରିଛି ତାର 5ଟା ଜନ୍ମ ଚାଲି ଯାଇଛି, ସେ ଚୈତ୍ୟସତା ଆବିଷ୍କାର କରିନାହିଁ, ମୋ ଆଗରୁ ଜନ୍ମ ହେଇଯାଇଛି। ମୁଁ ବର୍ତ୍ତମାନ ମନେ କରା ଯେ ମୁଁ ହଉଛି ସେ ବ୍ୟକ୍ତି ଯିଏ 5ଟା ଜନ୍ମ ଧରି ଚୈତ୍ୟସତା ଆବିଷ୍କାର କରିନି, ମୁଁ ଜନ୍ମ ହେଇଯାଇଛି, ଆଗ ଜନ୍ମ ହେଇଛି। ଷଷ୍ଠ ଜନ୍ମରେ ଯୋଉ ବ୍ୟକ୍ତି ଗତ ଜନ୍ମରେ ଚୈତ୍ୟସତା ଆବିଷ୍କାର କରିଛି, ସିଏ ଏ ଜନ୍ମରେ ମୋ ପରେ ଜନ୍ମ ଗ୍ରହଣ କଲା। ତେବେ ମୁଁ ବୟସରେ ବଡ, ସିଏ ବୟସରେ ସାନ। ତେବେ ମୁଁ କଣ ତା ଠାରୁ ଷ୍ଟାଣ୍ଡାର୍ଡରେ ବଢିଗଲି କି? ଏବେ ବି ମୁଁ କ୍ଲାସ 1 ରେ ଅଛି, ସିଏ କ୍ଲାସ 2 ହେଇଗଲାଣି। ଇଏ ହଉଛି ଅନ୍ତରାତ୍ମାର ବାହ୍ୟ ସତ୍ତା ମାନଙ୍କ ଉପରେ ଯୋଉ ପରିଚାଳିତ କରିବାର ଯୋଉ କ୍ଲାସ, ଏଟା ସେଇ କ୍ଲାସ। ଅଗ୍ରଗତି ମୁଁ କେତେ କରିଛି ତାକୁ ହିଁ ନିର୍ଭର କରୁଛି ଯେ ମୁଁ କେତେ ବୟସ ନୁହଁ, ମୁଁ କେତେ ଚୈତ୍ୟସତ୍ତା ଦ୍ୱାରା ପରିଚାଳିତ ହଉଛି ତା ଉପରେ। ତେଣୁ ବୟସ ମୋଠୁ ଅଧିକ ହେଇଥିଲେ ଯଦି ମୁଁ ଯଦି ଏଇ କଥାରେ ଜାଣିପାରିଲି, ତେବେ ଯୋଉ ବୟସଟି ମୋଠୁ ବୟସ ଅଧିକ ହେଇଥିଲେ ମଧ୍ୟ ତାଙ୍କର କାର୍ଯ୍ୟକଳାପରେ ମୁଁ ଆଉ ତାଙ୍କ ଉପରେ ନା କ୍ରୋଧ ଆସିବ, ନା ଦୁଃଖ ଆସିବ, ବରଂ କେବଳ ସାନ୍ତ୍ୱନା ଦେବା ପାଇଁ ସହାନୁଭୂତିଶୀଳ ହେଇପାରିବି। ମା କହୁଛନ୍ତି ଏଇ କଥାଟି ଦୃଷ୍ଟିଗୋଚର ହେଉଥିବା ସମୟରେ ମଧ୍ୟ ଯେଉଁମାନେ ତଥାପି ଅଜ୍ଞାନର କବଳ ମଧ୍ୟରେ ଅବସ୍ଥାନ କରୁଛନ୍ତି, ସେମାନଙ୍କ ପ୍ରତି ଆମର ଅବଶ୍ୟ ଗଭୀର ସହାନୁଭୂତି ରହିପାରିବ। ଆମକୁ ସେ ସହାନୁଭୂତି ଦେଖିବାକୁ ହିଁ ପଡିବ।
ତେଣୁ ଏଠି ପ୍ରଥମେ କହିଲେ ଯେ ଆମକୁ ସେଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ଏବଂ ଯଦି ଆମେ ପ୍ରସ୍ତୁତ ହଉନାହୁଁ ଆମ ଜୀବନ ବ୍ୟର୍ଥ। ଯଦି ଆମେ ତାଙ୍କୁ ପରିପ୍ରକାଶ କରୁନାହୁଁ ଆମ ଜୀବନ ବ୍ୟର୍ଥ। ଯଦି ଆମେ ଚୈତ୍ୟ ସତ୍ୟ ଆବିଷ୍କାର କରିନାହୁଁ, ଚୈତ୍ୟ ସତ୍ୟ ଦ୍ୱାରା ପରିଚାଳିତ ହେଇନାହୁଁ, ତେବେ ଏଇ ଜନ୍ମଟି ଆଉ ଯଥାର୍ଥ ଗୌରବ ଅର୍ଜନ କରିପାରିଲା ନାହିଁ କିମ୍ବା ଆମ ଜୀବନର ଯୋଉ କାବ୍ୟଟି ମହାକାବ୍ୟ ହୋଇପାରିଲା ନାହିଁ। ତେଣୁ ଦୁଃଖ ଭୋଗ ସେଉଠୁ ହିଁ ଆସିଥାଏ। ତେଣୁ ତାହା ହିଁ ପ୍ରକୃତ ବିଫଳତା। ଯଦି ପ୍ରାପ୍ତ କଲି ତାହା ହିଁ ଯଥାର୍ଥ ଗୌରବ, ଯଥାର୍ଥ ମହାକାବ୍ୟ। ମାଙ୍କୁ ପ୍ରାର୍ଥନା କରିବା, ନିରନ୍ତର ଲାଗି ରହିବା ଏବଂ ସତର୍କ ରହିବା, କର୍ତ୍ତୃତ୍ୱ ହାସଲ କରିବା ପାଇଁ ଚେଷ୍ଟା କରିବା, ମାଙ୍କ କୃପାକୁ ଆବାହନ କରିବା, ଯେପରି ତା ଉପରେ ଆମର ପ୍ରଭୁତ୍ୱ ହାସଲ ଆସିବ, ଚୈତ୍ୟ ସତ୍ତା ସମ୍ମୁଖକୁ ଆସିବ, ଆତ୍ମା ସତ୍ତା ଦ୍ୱାରା ମନ ପ୍ରାଣ ଶରୀର ପରିଚାଳିତ ହେବେ। ମା, thank you, Lord.